ମାନେ 9 ନମ୍ବର ପ୍ରଶ୍ନ ହେଉଛି ତାପ ଉତ୍ପାଦୀ ଓ ତାପ ଶୋଷୀ ରାସାୟନିକ ପ୍ରତିକ୍ରିୟା କହିଲେ ତୁମେମାନେ କ'ଣ ବୁଝ ଉଦାହରଣ ଦେଇ ଆମେ ବୁଝେଇବା। ତାହେଲେ ପିଲାମାନେ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା କ'ଣ? ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଉତ୍ପାଦ ଉତ୍ପନ୍ନ ହେବା ସଙ୍ଗେ ସଙ୍ଗେ ତାପ ମଧ୍ୟ ନିର୍ଗତ ହୁଏ ତାହାକୁ ଆମେ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା କହିବା। ହେଲା, ଉଦାହରଣ କ'ଣ? କ୍ୟାଲସିୟମ ଅକ୍ସାଇଡ୍ ଜଳ ସହିତ ରିଆକ୍ସନ୍ କଲେ ଆମର କଲି ଚୂନ ହେଲା ଆମର କ୍ୟାଲସିୟମ ଅକ୍ସାଇଡ୍, ଜଳ ସହିତ ରିଆକ୍ସନ୍ କରିକି ଆମର ସମିତ ଚୂନ ବାହାରିବ। ହେଲା, ତା ସହିତ ଦେଖିବ ଏଇ ସମିତ ଚୂନ ବାହାରିବ ତା ବାମ୍ଫ ବାହାରୁଥିବ। ହେଲା, ମାନେ ତାପ ନିର୍ଗତ ହେଲା। ହେଲା, କ୍ୟାଲସିୟମ ଅକ୍ସାଇଡ୍ ଜଳ ସହିତ ରିଆକ୍ସନ୍ କରିକି ସେଥିରୁ ବାମ୍ଫ ବାହାରିବ, ତାପରେ ଆମର ଫର୍ମେସନ୍ ହେବ ସମିତ ଚୂନ। ତାପ ଶୋଷୀ ପ୍ରତିକ୍ରିୟା କ'ଣ? ଯେଉଁ ରାସାୟନିକ ପ୍ରତିକ୍ରିୟାରେ ତାପ ଶକ୍ତି ଶୋଷିତ ହୋଇଥାଏ ତାହାକୁ ଆମେ ତାପ ଶୋଷୀ ବା ତାପଗ୍ରାହୀ ରାସାୟନିକ ପ୍ରତିକ୍ରିୟା କହିବା। ବୁଝିହେଲା? ଉଦାହରଣ ଦେଇଛି ଆମର ବେରିୟମ୍ ଅକ୍ସାଇଡ୍, ହେଲା, ଆମୋନିୟମ କ୍ଲୋରାଇଡ୍ ସହିତ ରିଆକ୍ସନ୍ କଲେ ଆମୋନିୟମ ହାଇଡ୍ରୋକ୍ସାଇଡ୍ ପ୍ଲସ୍ ବେରିୟମ୍ କ୍ଲୋରାଇଡ୍ ଉତ୍ପନ୍ନ ହୁଏ। ଏଠାରେ ବେରିୟମ୍ ହାଇଡ୍ରୋକ୍ସାଇଡ୍ ସହିତ ଆମୋନିୟମ କ୍ଲୋରାଇଡ୍ ମିଶିଲେ ତାପ ଶକ୍ତି ଶୋଷିତ ହୋଇଥାଏ। 10 ନମ୍ବର ପ୍ରଶ୍ନ ପିଲାମାନେ, ଶ୍ୱାସକ୍ରିୟାକୁ କାହିଁକି ଏକ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା ଭାବରେ ଧରାଯାଇଥାଏ ବୁଝା। ପିଲାମାନେ ଶ୍ୱାସକ୍ରିୟା ମାଧ୍ୟମରେ ଆମ ଶରୀରର ଜୀବକୋଷ ଗୁଡ଼ିକ ମଧ୍ୟରେ ସଞ୍ଚିତ ଥିବା ଅକ୍ସିଜେନ୍ ସହିତ ରକ୍ତରେ ଥିବା ଗ୍ଲୁକୋଜର ରାସାୟନିକ ପ୍ରତିକ୍ରିୟା ଘଟି ଅଙ୍ଗାରକାମ୍ଳ ଓ ତାପ ଶକ୍ତି ଉତ୍ପନ୍ନ ହୋଇଥାଏ। ଏହା ଆମ ଶରୀରକୁ କାର୍ଯ୍ୟକାରୀ ଶକ୍ତି ଯୋଗାଇଥାଏ। ତେଣୁ ଶ୍ୱାସକ୍ରିୟାକୁ ଏକ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା ଆମେ କହିବା। ବୁଝିହେଲା? ଆମର ମେନ୍ ହେଲା କ'ଣ? ଆମ ଶରୀରକୁ କାର୍ଯ୍ୟକାରୀ ଶକ୍ତି ଯୋଗାଇଥାଏ। 11 ନମ୍ବର ପ୍ରଶ୍ନ, ବିଘଟନ ପ୍ରତିକ୍ରିୟାକୁ କାହିଁକି ସଂଶ୍ଳେଷଣ ପ୍ରତିକ୍ରିୟାର ବିପରୀତ ବୋଲି କୁହାଯାଏ? ଏହି ଦୁଇଟି ରାସାୟନିକ ପ୍ରତିକ୍ରିୟା ପାଇଁ ରାସାୟନିକ ସମୀକରଣ ବୁଝା। ପିଲାମାନେ ଆମେ ପଢ଼ିଛେ ଅଲରେଡ଼ି, ଯଦି ଦୁଇ ବା ଦୁଇରୁ ଅଧିକ ମୌଳିକ ମିଶି ଗୋଟିଏ ମାତ୍ର ଯୌଗିକ ଉତ୍ପାଦନ କରନ୍ତି ତାହେଲେ ତାକୁ ଆମେ ସଂଶ୍ଳେଷଣ ପ୍ରତିକ୍ରିୟା କହିବା। ବିଘଟନ ପ୍ରତିକ୍ରିୟା ତାର ଓଲଟାଟା, ଯଦି ଗୋଟିଏ ରିଆକ୍ଟାଣ୍ଟ ଦୁଇ ବା ଦୁଇରୁ ଅଧିକ ଉତ୍ପାଦ ତିଆରି କରନ୍ତି ତାହେଲେ ତାକୁ ଆମେ ବିଘଟନ ପ୍ରତିକ୍ରିୟା କହିବା। ତାହେଲେ ସଂଶ୍ଳେଷଣ ପ୍ରତିକ୍ରିୟା ସେଇଆ ଲେଖିଲା, ଦୁଇ ବା ଅଧିକ ମୌଳିକ। ହେଲା, ବୁଝିହେଲା ତ ପିଲାମାନେ? ହେଲା, ତାହେଲେ କାର୍ବନ ପ୍ଲସ୍ O2 ମିଶିକି ଆମର 2CO ବାହାରିଲା। ବୁଝିହେଲା? ତାହେଲେ ଏଇ ରିଆକ୍ସନଟା ଆମର କ'ଣ? ସଂଶ୍ଳେଷଣ ପ୍ରତିକ୍ରିୟା। ୟାକୁ ଯଦି ଓଲଟେଇ ଦେବା ତାହେଲେ ଏଇଟା ହେଉଛି ଆମର ବିଘଟନ ପ୍ରତିକ୍ରିୟା। ତଳେ ଉଦାହରଣ ମଧ୍ୟ ଲେଖାଯାଇଛି। ବୁଝିହେଲା? 12 ନମ୍ବର ପ୍ରଶ୍ନ, ତାପ ଆଲୋକ କିମ୍ବା ବିଦ୍ୟୁତ ଶକ୍ତି ପ୍ରୟୋଗ ଦ୍ୱାରା ସମ୍ପାଦିତ ହେଉଥିବା ପ୍ରତ୍ୟେକ ବିଘଟନ ପ୍ରତିକ୍ରିୟା ପାଇଁ ରାସାୟନିକ ସମୀକରଣ ଲେଖ। ବୁଝିହେଲା? ତାହେଲେ ତାପ ଏଇ କ୍ୟାଲସିୟମ କାର୍ବୋନେଟ୍ ବା ଚୂନ ପଥରରେ ତାପ ପ୍ରୟୋଗ କଲେ ଆମର କ୍ୟାଲସିୟମ ଅକ୍ସାଇଡ୍ ପ୍ଲସ୍ କାର୍ବନ ଡାଇଅକ୍ସାଇଡ୍ ଉତ୍ପନ୍ନ ହେବ। ସେମିତି ସିଲଭର କ୍ଲୋରାଇଡ୍ ସୂର୍ଯ୍ୟାଲୋକ ଉପସ୍ଥିତିରେ, ଏଇଟା ପରୀକ୍ଷାରେ ଆସିବ, ଆମର ବିଘଟିତ ହୋଇ ସିଲଭର ପ୍ଲସ୍ କ୍ଲୋରିନ୍ ଗ୍ୟାସ୍ ଉତ୍ପନ୍ନ କରିବ। ନେକ୍ସଟ ଆମର ବିସ୍ତାପନ ଓ ଦ୍ୱୈତ ବିସ୍ତାପନ ପ୍ରତିକ୍ରିୟା ମଧ୍ୟରେ ପାର୍ଥକ୍ୟ କ'ଣ? ବୁଝିହେଲା? ତାହେଲେ ପିଲାମାନେ ଆମେ ପଢ଼ିଛେ, ଦେଖ ଏଇଟା ଗୋଟିଏ ମୌଳିକ ଆଉ ଗୋଟିଏ ଯୌଗିକର ମୌଳିକକୁ, ମାନେ ଆର ସଲଫେଟ୍ ଆୟନକୁ ଜିଙ୍କ୍ ନେଇକି ଜିଙ୍କ୍ ସଲଫେଟ୍ ହେଇଗଲା, କପରକୁ ଏକା ଛାଡ଼ିଦେଲା, ଏହାକୁ ଆମେ ବିସ୍ତାପନ ପ୍ରତିକ୍ରିୟା କହିବା। ଦ୍ୱୈତ ବିସ୍ତାପନ କ'ଣ? ଦୁହେଁ ଦୁହିଁଙ୍କୁ ବିସ୍ତାପିତ କରିବେ। ୟାର ସିଲଭର ନାଇଟ୍ରେଟ୍ ଆୟନକୁ ସୋଡ଼ିୟମ ନେଇକି ସୋଡ଼ିୟମ ନାଇଟ୍ରେଟ୍ ହେଇଯିବ, ସୋଡ଼ିୟମର କ୍ଲୋରିନ୍ ଆୟନକୁ Ag ନେଇକି AgCl ହେଇଯିବ। ତାହେଲେ ଏଇଟା ଆମେ କହିବା ଦ୍ୱୈତ ବିସ୍ତାପନ ରାସାୟନିକ ପ୍ରତିକ୍ରିୟା। 14 ନମ୍ବର ପ୍ରଶ୍ନ ପିଲାମାନେ, ସିଲଭର ଶୋଧନରେ କପର ଧାତୁ ଦ୍ୱାରା ସିଲଭର ନାଇଟ୍ରେଟ୍ ଦ୍ରବଣରୁ ସିଲଭରକୁ ଅପସାରଣ କରି ସିଲଭର ନିଷ୍କାସନ କରାଯାଏ। ଏହା ସହିତ ସମ୍ପୃକ୍ତ ରାସାୟନିକ ପ୍ରତିକ୍ରିୟାଟିକୁ ଲେଖ। ପିଲାମାନେ କପର ଓ ସିଲଭର ନାଇଟ୍ରେଟ୍ ଦ୍ରବଣ ମଧ୍ୟରେ, ହେଲା, ଯଦି ରିଆକ୍ସନ ଘଟିବ ତାହେଲେ ଆମର କପର ନାଇଟ୍ରେଟ୍ ବା ଧାତବ ସିଲଭର ଉତ୍ପନ୍ନ ହୁଏ। ଏଇ ରିଆକ୍ସନଟା ଦେଖିବାକୁ କହିଛି। ହେଲା, ଧାତବ ସିଲଭର। 15 ନମ୍ବର ପ୍ରଶ୍ନ, ଅବକ୍ଷେପଣ ପ୍ରତିକ୍ରିୟା କହିଲେ କ'ଣ ବୁଝ? ଉଦାହରଣ ଦେଇ ବୁଝାଅ। ପିଲାମାନେ ଅଧିକାଂଶ ଦ୍ୱୈତ ବିସ୍ତାପନ ପ୍ରତିକ୍ରିୟାରେ ଜଳୀୟ ଦ୍ରବଣରେ ଦୁଇଟି ଆୟନୀୟ ଯୌଗିକ ମଧ୍ୟରେ ପ୍ରତିକ୍ରିୟା ଘଟି ଏକ ଅଦ୍ରବଣୀୟ ଉତ୍ପାଦନ ସୃଷ୍ଟି କରିଥାଏ। ଏହାକୁ ଅବକ୍ଷେପ
କୁହାଯାଏ। ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଏକ ଅବଦ୍ରବଣୀୟ ଉତ୍ପାଦ ବା ଅବକ୍ଷେପ ସୃଷ୍ଟି ହୁଏ ତାହାକୁ ଆମେ ଅବକ୍ଷେପଣ ପ୍ରତିକ୍ରିୟା କହିବା। এই ଉଦାହରଣ ହେଲା ସୋଡ଼ିୟମ ସଲଫେଟ୍ ବେରିୟମ କ୍ଲୋରାଇଡ୍ ରିଆକ୍ସନ କଲେ ବେରିୟମ ସଲଫେଟ୍ ପ୍ଲସ୍ ସୋଡ଼ିୟମ କ୍ଲୋରାଇଡ୍ର এই ଦୁଇଟାଙ୍କର ଅବକ୍ଷେପଣ ବେରିୟମ ସଲଫେଟ୍ର ଅବକ୍ଷେପଣ ସୃଷ୍ଟି ହେବ। ଅବକ୍ଷେପଣ ମାନେ ବୁଝିପାରୁଛୁ ତ? ଚୂର୍ଣ୍ଣଟା ଆପଣଙ୍କର ଚୂର୍ଣ୍ଣଟା ରିଆକ୍ସନ କଲା, ଚୂର୍ଣ୍ଣଟା ତଳେ ବସିଯିବ, ଅବକ୍ଷେପ ଭଳିଆ ହେବ। ପାଣିଟାକୁ ଆମେ ଯେତେବେଳେ ଗରମ କରୁଛେ ଦେଖିବ ତଳେ ଧଳା ଅଂଶ କିଛି ତାର ବସି ଯାଉଛି, ଏଇଟା ହେଲା ଆମର ଅବକ୍ଷେପ। 16 ନମ୍ବର ପ୍ରଶ୍ନ, ଅକ୍ସିଜେନ୍ ଗ୍ରହଣ ଓ ଅକ୍ସିଜେନ୍ ପରିହାର ଦୃଷ୍ଟିରୁ ନିମ୍ନଲିଖିତ ରାସାୟନିକ ପ୍ରତିକ୍ରିୟା ଦୁଇଟିକୁ ବୁଝାଅ। ପ୍ରତ୍ୟେକ ପାଇଁ ଦୁଇଟି ଲେଖାଏଁ ଉଦାହରଣ ଲେଖ। ପିଲାମାନେ ଜାରଣ, ଯେଉଁ ପ୍ରତିକ୍ରିୟାରେ ପ୍ରତିକାରକ ଅକ୍ସିଜେନ୍ ଗ୍ରହଣ କରେ କିମ୍ବା ହାଇଡ୍ରୋଜେନ୍ ହରେଇବ, ବୁଝିଲା, ଆଗକୁ ବୁଝେଇଛି, ତାହାକୁ ଆମେ ଜାରଣ କହିବା। ସେମିତି କପର ସହିତ ଅକ୍ସିଜେନ୍ ରିଆକ୍ସନ କଲେ ସଂଯୋଗ ଘଟି କପର ଅକ୍ସାଇଡ୍ ତିଆରି ହେଲା। ତାହେଲେ ଯେଉଁ ପ୍ରତିକାର ଇଏ ହେଲା ପ୍ରତିକାରକରେ କପର ଅଛି, ଅକ୍ସିଜେନ୍ ଗ୍ରହଣ କଲା ରିଆକ୍ଟାଣ୍ଟରେ, ତାହେଲେ ଏହାକୁ ଆମେ ଜାରଣ କହିବା। ବୁଝିହେଲା? ଦେଖ, ରିଆକ୍ଟାଣ୍ଟ ପଟେ ଖାଲି କପର ଅଛି କିନ୍ତୁ ଅକ୍ସିଜେନ୍ ପ୍ରଡକ୍ଟ ପଟେ ଗ୍ରହଣ କଲା, ଏହାକୁ ଆମେ ଜାରଣ ବୋଲି କହିବା। ବିଜାରଣ କ'ଣ? ଅକ୍ସିଜେନ୍ ହରେଇବ, ହେଲା, ବିଜାରିତ ହେବ। ବୁଝିହେଲା? ତାହେଲେ କପର ଅକ୍ସାଇଡ୍ ଥିଲା, ରିଆକ୍ଟାଣ୍ଟ ପଟେ ଅକ୍ସିଜେନ୍ ହରେଇ ଦେଲା, ତାହେଲେ ଖାଲି କପର ରହିଲା, ଇଏ ହେଲା ବିଜାରିତ ହେଲା, ବିଜାରଣ ହେଲା। ବୁଝିହେଲା? ତାପରେ 17 ନମ୍ବର ପ୍ରଶ୍ନ ପିଲାମାନେ, ଏକ ଉଜ୍ଜ୍ୱଳ ବାଦାମୀ ବର୍ଷର ମୌଳିକ ଏକ୍ସକୁ ଗରମ କଲେ କଳା ହୋଇଯାଏ। ମୌଳିକ ଏକ୍ସ ଏବଂ ସୃଷ୍ଟି ହେଉଥିବା କଳା ଯୌଗିକର ନାମ ଲେଖ। ପିଲାମାନେ ଯଦି ଆମେ ଗରମ କରିବା ସେ କଳା ଏକ୍ସଟା କ'ଣ? କଳା ଯୌଗିକର ନାମ ହେଉଛି କପର ଅକ୍ସାଇଡ୍, ହେଲା। କପର ଅକ୍ସିଜେନ୍ କଲେ କଳା ରଙ୍ଗର ଯୌଗିକ ତିଆରି ହେବ, କପର ଅକ୍ସାଇଡ୍। ମନେ ରଖିଥିବ, ଏଇଟା ପରୀକ୍ଷାରେ ବହୁତ ଥର ଆସିଛି, କପର ସେଟା। ଲୌହ ନିର୍ମିତ ପଦାର୍ଥ ଗୁଡ଼ିକ ଉପରେ କାହିଁକି ଆମେ ରଙ୍ଗ ଲଗାଇଥାଉ? କାରଣ ଏହା କିଛି ଦିନ ପରେ କ'ଣ କଳଙ୍କି ଲାଗି ଲୋହିତ ବାଦାମୀ ରଙ୍ଗର ପ୍ରଲେପ ମାଡ଼ିଯାଏ ବାରରେ, ତେଣୁ ଲୁହାରେ କଳଙ୍କି ଲାଗିଯାଏ। ତେଣୁ ଯଦି ଆମେ ସେଥିରେ କ'ଣ ରଙ୍ଗ ମାରୁଛେ, ତାହେଲେ ରଙ୍ଗର ପ୍ରଲେପ ଦେଉଛେ, ତାହେଲେ କ'ଣ ସେଟା ଧୀରେ ଧୀରେ ମାନେ କଳଙ୍କି ସହଜରେ ଲାଗୁନାହିଁ। ବୁଝିଲା? ବାୟୁମଣ୍ଡଳରେ ଜଳୀୟ ବାଷ୍ପ ସଂସ୍ପର୍ଶରେ ସହଜରେ ଆସୁନାହିଁ। ତାପରେ ନେକ୍ସଟ କ୍ୱେଶ୍ଚିନ୍, ତୈଳ ଓ ଚର୍ବିଯୁକ୍ତ ଖାଦ୍ୟ ସାମଗ୍ରୀ ଡବା ମଧ୍ୟରେ ଥିବା ବାୟୁ ସଂସ୍ପର୍ଶରେ ଆସି ଜାରିତ ହୋଇଥାଏ ଏବଂ ସେଥିରୁ ରହଣିଆ ଗନ୍ଧ ବାହାରିଥାଏ। ପିଲାମାନେ ତୈଳ ଓ ଚର୍ବିଯୁକ୍ତ ଖାଦ୍ୟ ସାମଗ୍ରୀ ଡବା ମଧ୍ୟରେ ଥିବା ବାୟୁ ସଂସ୍ପର୍ଶରେ ଆସି ଜାରିତ ହୋଇଥାଏ, ରହଣିଆ ଗନ୍ଧ। ତେଣୁ ଜାରଣକୁ ପ୍ରତିହତ କରିବା ପାଇଁ ଆମେ କ'ଣ କରିବା? ତାହେଲେ ଜାରଣକୁ ପ୍ରତ୍ୟେକ ଖାଦ୍ୟ ସାମଗ୍ରୀ ଥିବା ଡବା ମଧ୍ୟରେ ବାୟୁ ବଦଳରେ ଆମେ ନାଇଟ୍ରୋଜେନ୍ ଗ୍ୟାସ୍ ପ୍ରବେଶ କରାଇବା। ଏହାଫଳରେ ଖାଦ୍ୟ ସାମଗ୍ରୀ ବହୁଦିନ ପର୍ଯ୍ୟନ୍ତ ସଂରକ୍ଷିତ ହୋଇ ରହିଥାଏ। ଏହାଫଳରେ ଖାଦ୍ୟ ସାମଗ୍ରୀ ବହୁଦିନ ପର୍ଯ୍ୟନ୍ତ ହେଲା। ବୁଝିହେଲା? ମାନେ ଦେଖିବ ଖଟା ଡବାରେ ବହୁଦିନ ପର୍ଯ୍ୟନ୍ତ ଖଟା ନଷ୍ଟ ହୁଏ ନାହିଁ। କାହିଁକି? କାରଣ ସେଥିରେ ନର୍ମାଲ ବାୟୁ ନାହିଁ, ନାଇଟ୍ରୋଜେନ୍ ଗ୍ୟାସ୍ ଅଛି। ବୁଝିହେଲା? ଚିପ୍ସଟା ସହଜରେ କ'ଣ ଚିପ୍ସଟା ଦେଖିବ ଇଏ ଲାଗୁଛି, ସେ ଭିତରେ ଖାଲି ପବନ ପୁରା ହେଇନି, ଏଥିରେ ନାଇଟ୍ରୋଜେନ୍ ଗ୍ୟାସ୍ ଭର୍ତ୍ତି କରାଯାଇଛି, ହେଲା। ନାଇଟ୍ରୋଜେନ୍ ଗ୍ୟାସ୍ ପରୀକ୍ଷାରେ ବହୁତ ଥର ଆସୁଛି, 1 ମାର୍କ। 20 ନମ୍ବର, ପ୍ରତ୍ୟେକ ପାଇଁ ଉଦାହରଣ ଦେଇ ନିମ୍ନଲିଖିତ ପ୍ରତିକ୍ରିୟାକୁ ବୁଝାଅ। ପ୍ରଥମ ହେଲା ସଂକ୍ଷାରଣ। ପିଲାମାନେ ଏକ ଲୌହ ନିର୍ମିତ ଦ୍ରବ୍ୟ ନୂତନ ଅବସ୍ଥାରେ ଉଜ୍ଜ୍ୱଳ ଓ ମସୃଣ ହୋଇଥାଏ, କିନ୍ତୁ ଏହା କିଛି ଦିନ ବାହାରେ ପଡ଼ି ରହିଲେ ଏହା ଉପରେ ଏକ ଲୋହିତ ବାଦାମୀ ରଙ୍ଗର ପ୍ରଲେପ ମାଡ଼ିଯାଏ। ଏହି ପ୍ରାକୃତିକ ପ୍ରକ୍ରିୟାକୁ ଲୁହାରେ କଳଙ୍କି ଲାଗିବା ନାମରେ କୁହାଯାଏ। ଯେତେବେଳେ ଏକ ଧାତୁ ତାକୁ ଘେରି ରହିଥିବା, ହେଲା, ଏଇଟା ଯେଉଁ ସଂକ୍ଷାରଣ କ୍ରମକ୍ଷୟ କେମିତି ହେବ? ଯେତେବେଳେ କଳଙ୍କି ଲାଗିବାକୁ ଆରମ୍ଭ କରିବ, ହେଲା। ସିଲଭର ଉପରେ ପଡ଼ୁଥିବା କଳା ଆସ୍ତରଣ, କପର ଉପରେ ପଡ଼ୁଥିବା ସବୁଜ ଆସ୍ତରଣ ହେଉଛି ସଂକ୍ଷାରଣର ଉଦାହରଣ। ବୁଝିଲା? କଳଙ୍କି ଲାଗିବାର ଉଦାହରଣ। ତାପରେ ଆମର ଦେଲା ରହଣିଆ ଅବସ୍ଥା। ଏବେ କରିଥିଲେ ଏଇଟା, ବହୁଦିନ ଧରି ରହିଯାଇଥିବା ଚର୍ବି ଏବଂ ତେଲ ବାୟୁ ସଂସ୍ପର୍ଶରେ ଆସି ଜାରିତ ହୋଇଥାଏ। ଏହାଫଳରେ ତା'ର ଗନ୍ଧ ଓ ସ୍ୱାଦ ବଦଳି ଯାଇଥାଏ, ତହିଁରୁ ରହଣିଆ ଗନ୍ଧ ବାହାରୁଛି ବୋଲି କୁହାଯାଏ। ଏହାକୁ ପଦାର୍ଥର ସଢ଼ା ଅବସ୍ଥା କୁହାଯାଏ। ଯେଉଁ ପଦାର୍ଥ ଜାରଣକୁ ନିରୋଧ କରେ ତାକୁ ଆମେ ପ୍ରତିଜାରକ କହିବା। ଖାଦ୍ୟ ସାମଗ୍ରୀରେ ସାଧାରଣତଃ ପ୍ରତିଜାରକକୁ ମିଶାଇ ସେଗୁଡ଼ିକୁ ବହୁଦିନ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇଥାଏ, ହେଲା। ତେଣୁ ବାୟୁରୋଧୀ ପାତ୍ରରେ ଖାଦ୍ୟ ପଦାର୍ଥ ରଖିଲେ ଜାରଣ ପ୍ରକ୍ରିୟା ମନ୍ଥର ହୁଏ। ଏହାଫଳରେ ସେଗୁଡ଼ିକର ସଂରକ୍ଷଣ ସହଜରେ ହୋଇଥାଏ। ଜାରଣକୁ ପ୍ରତିହତ କରିବା ପାଇଁ ନାଇଟ୍ରୋଜେନ୍ ଗ୍ୟାସ୍କୁ ମଧ୍ୟ ଖାଦ୍ୟ ମଧ୍ୟରେ ପୁରା ଯାଇଥାଏ।
ସମ୍ପୂର୍ଣ୍ଣ ଆମର କ'ଣ ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ ସରିଗଲା।